यदा यदा हि धर्मस्य ग्लानिर्भवति भारत अभ्युत्थानमधर्मस्य तदात्मानं सृजाम्यहं परित्राणाय साधूनां विनाशाय च दुष्कृतां धर्म संस्थापनार्थाय संभवामि युगे युगे। जय जगन्नाथ। आज छुआ आलोचना करिया तीन संख्या रे कली शेष केते संख्या रे तीन संख्या भल कथा मन रखिता जुगे जुगे सत्य हो त्रेतया हो द्वापर हो सबु बेले तीन संख्या रे कौन है कलिर विनाश घटी तीन संख्या टा बहुत कौन हो जाए उत्पात हो जाए भारी विपद। तीन संख्या जेति भल सेति कौन खराब। साधारण कथा गोटे देख गोटे गाँ को तीन टा छक करुचे छके तीन पटे बाट थव त्रिछकी गोटे नुआ लोक आसे छक पाखे बड़ा होनी ताथेई नाथेई चिन्ह बड़ तीन बड़ बड़ुआ चिन्ह ताथेई चिन्ह गोटे बायक बजिया कौन भारी कष्ट साध्य बुझी तीन छकी ठारे कौन पथिक बणा तीन जन बण को गले बड़ विपद पड़ा राम लक्ष्मण सीता नाला तीन टा भारी खराब। जुगे जुगे तीन रे कौन है जुगर परिवर्तन हो कली जुगे से तीन रे कौन है जुगर परिवर्तन सुतरां सत्य जुगे महाप्रभु कौन है बामन अवतार बामन अवतार आसी बड़ी राजा ठार कौन कले तीन पाद दान ने बड़ी कौन कले पाताल चापिले नहीं आला कौन त्रेतया त्रेतया तीन टा भारी गंडगोल कौन ना बण को जो अरण्य रामचंद्र वनवास गले रामचंद्र जीवा कथा भाई लक्ष्मण जीवा कथा मारे पड़ी सीता को लेकिन गले तेणु अकाल विपत्ति पड़ा ना पड़ा आ गोटे तीन केते लक्ष्मण जिते गले सीता कथा शुणी अरण्य भितर रामचंद्र विपद पड़े भाई के पाक जा सीता कहले ये गले लक्ष्मण कौन करते तीन टा गाड़ काटी माँ भाजी माँ बोली संबोधन करती माँ ये तीन गाड़ को तुम डेंगी जीव गले बड़ विपद रावण माया रूप जो आसला भिक्षा करने तीन गाड़ टपिकी गले तेणु सीता को पहला बड़ विपद द्वापर जुग पड़े आस अंधार राजा पुआला शंकुनी जिते है दुर्योधन कौन कला आमर वंश को समति की मारिदेला बहु मामूर वंश बहुत था समति जेल खाना पूरे जनक खाया तुम सी खाई
ଏତିକି ଖାଇଲେନି, ଶଙ୍କୁନି ଲାଷ୍ଟକୁ ଖାଇଲା, ସିଏ ବଞ୍ଚିଲା। ଲାଷ୍ଟକୁ ସେ କଣ କଲା, ତା ବାପା ଆଙ୍ଗୁଠି ଦିହରୁ ପଶା କାଠି କଲା। ସେ ପଶା ଖେଳ ହେଇଥିଲା। ପଶା କାଠି କେତେ ଦେଲା? 3ଟା କାଠି। ସିଏ ହେଲା 3। ପଶା ଖେଳି କଣ ହେଲା? ଯଦୁ ବଂଶ ଇଏ କଣ କୁରୁ ବଂଶ ଧ୍ୱଂସ ହେଲା। ଏମିତି କଳି ଯୁଗରେ 3ଟା କର୍ମ ନେଇ କଣ ହବ? ଯେ କଳିର ବିନାଶ। ବୁଝିପାରିଲ ନା ବୁଝିପାରିଲ? ଯୁଗେ ଯୁଗେ 3ଟା ଜିନିଷ ନେଇକି କଣ ହେଇଛି? ବିନାଶ ଘଟିଛି। ଆଜି ସେଇ 3ଟା ଜିନିଷ ଉପରେ କଣ ଆଜି ଆଲୋଚନା କରିବା। 3 ପାଦ ଦାନ ନେଇ ନ ବଳି ଗଲା ପାତାଳ, 3 ଜଣ ବନ ଗାମୀ ଯେ ହେଲେ ପଡେ କଷଣ, 3 କାଠି ପାଇଁ ହୋଇଲା କୁରୁ ବଂଶ ଯେ ନାଶ, 3 ଗୁଣ ପାଇଁ ହୋଇବ ନିଶ୍ଚୟ କଳି ବିନାଶ। ମହାପୁରୁଷ କହିଲେ 3 ପାଦ ଦାନ ନେଇ ବଳିଗଲା କୋଉଠି? ପାତାଳ। 3 ଜଣ ବଣକୁ ଗଲାଙ୍କୁ ବହୁତ କଷଣ ପଇଲା। ପୁଣି 3 କାଠି ପାଇଁ, ମାନେ ପଶା କାଠି ପାଇଁ କୁରୁ ବଂଶ ଧ୍ୱଂସ ହେଲା। 3 ଗୁଣ ପାଇଁ ହୋଇବ ନିଶ୍ଚୟ କଳି ବିନାଶ। 3 ଗୁଣ କଣ? ଏଠି ସତ୍ଵ ରଜ ତମ ତ୍ରିଗୁଣ କଥା କହି ନାହିଁ। ଏଠି କହିଛନ୍ତି ଗୁଣ କର୍ମ। ଗୁଣ କର୍ମକୁ ନେଇକି କଣ ହବ? କଳି ବିନାଶ ହବ। ସେ କିଏ ସେ? ନା ଦ୍ୟୁତ କାମେନୀ ମଦ୍ୟପାନ। ଦ୍ୟୁତ ବୋଲନ୍ତେ ପଶା ଜୁଆ, କାମିনী ବୋଲନ୍ତେ ନାରୀ, ମଦ୍ୟପାନ ବୋଲନ୍ତେ କଣ? ମଦ୍ୟପାନ ଯେ କଲେ ମଦ୍ୟପାନ। ଏଇ ମାନଙ୍କ ନେଇକି କଣ ହବ? ବିନାଶ। 3 ଗୁଣକୁ ହେଜ ବାବୁରେ, ଚିତା ପରେଟି ମଜ, କଳି ଦଳି ଦେବ ନିଶ୍ଚୟ ତୁମ୍ଭେ ଶୁଣରେ ଆଜ। ଏ ତ୍ରିଗୁଣକୁ ତମେ ତେଜିଆ କର। ତାପରଟି ମଜ, ତାପରେ ମଜ ହଉଛି ନା? ତାପ କଣ? ସତ୍ଵର ତମ କାହାକ ଭାବରେ ତାପକୁ ଯଦି ତମେ କରାୟତ କରିପାରିବ, ତ୍ରିଗୁଣକୁ ଯଦି କରାୟତ କରିପାରିବ, ବୁଝିଗଲା ନା? ତାହେଲେ ତମେ ତାଙ୍କୁ ପାଇପାରିବ। କଳି ଦଳି ଦେବ ନିଶ୍ଚୟ ତୁମ୍ଭେ ଶୁଣରେ ଆଗ। ଏ ଯୋଉ ଘୋର କଳି ଅଛି, ବା ଏ ଯୋଉ ଆଦି କଳି ଅଛି, ଏ ମାୟା କଳି ଅଛି, ତମେ କଣ କରିବ? ବିନାଶ କରିପାରିବ। ସେଥିପାଇଁ କହିଲେ କଣ? ଜୁଆ ଖେଳନା, ମଦ୍ୟପାନ କରନା, ବେଶ୍ୟାଳୟକୁ ଯାଅ, ସତ୍ କର୍ମ କର, ସତ୍ ବାଟରେ ଯାଅ, ନିଶ୍ଚିନ୍ତ କଣ ହବ? ତମେ ଭବ ସଂସାରରୁ ତରିବ। ତଥାପି ମହାପୁରୁଷ ଏତେ କଥା କହିଲା ପରେ ଆମେ ସବୁ କଣ? ବର୍ତ୍ତମାନ ତାକୁ ଆମେ ଅମୃତ ବୋଲି ଧରୁଛୁ। ଯୁକ୍ତ ଖେଳ, ପୋଷା ଖେଳ, ଜୁଆ ଖେଳ, ରାତି ରାତି ବଡ ଲୋକ ହେଇଯିବା, ଲୋକମାନେ ଖେଳୁନାହାନ୍ତି। ବିପତ୍ତି ଯାଉଛନ୍ତି, ଫେରେ ଭିକାରୀ ହେଇଯାଉଛନ୍ତି। ମଦ୍ୟପାନ, ମଦ୍ୟପାନ ଆମେ ସମସ୍ତେ ଜାଣିଛେ ଏଟା ଦାନବ ଭୋଜନ, ଦେହ ପାଇଁ ଖରାପ। ସମସ୍ତେ ଆମେ ମଦ୍ୟପାନ କରୁନି? ଆମେ କାଞ୍ଚନ ଭାଇ ହେଉନି? ତେଣୁ ଏଗୁଡିକ କଣ ହଉଛି? ବିନାଶର ପ୍ରତୀକ। ଆମେ ସମସ୍ତେ ଆଖି ଥାଇ କଣା। ଏଟା ଭଲ କଥା ମନ୍ଦ। ତମେ ଦେଖୁଥବ ସୂର୍ଯ୍ୟଙ୍କ କିରଣ କେତେ ଗରମ ଗୁଳୁଗୁଳି ହଉଛି। 15 ଦିନ ତଳୁ ତାପରେ ଯାଉ ବହୁତ ଜୋର ଖରା ହଉଥିଲା। ଏବେ ବି ତମେ ଦେଖ, ଯୋଉ ଖରା ହଉଛି ସବୁ ଧୂସର ବର୍ଣ୍ଣ ଦେଖାଯାଉଛି। ତମେ କିଏ ଜାଣିପାରୁଛ ନା? କାହିଁକି ଧୂସୁରିଆ ଖରାଟା ହଉଛି ଆମେ ଜାଣିପାରୁଛେ? ଆମର ଆଖି ଥାଇକି ଆମେ ଜାଣିପାରୁନୁ ଆମେ କଣ। ଆମର ଯାହା କହୁଛନ୍ତି ଛୁଆ ମନରେ ତା ଅକ୍ଷର ଅକ୍ଷର ସତ୍ୟତା। କହିଲେ ରବିର କିରଣ ହୋଇବା ପ୍ରକାର ଧୂମ୍ର ବର୍ଣ୍ଣ ଦିଶୁଥିବ,
ଆଖି ଥାଇ କଣା ସରବେ ହୋଇବେ କିଏ ବା କାହୁଁ ଜାଣିବ। ମହାପୁରୁଷ ଯାହା କହିଦେଲେ ଦେଖ ବର୍ତ୍ତମାନ ସେଇଆ ଘଟୁଛି। ଆମେ ସବୁ ଆଖିରେ ଦେଖୁଛେ କିନ୍ତୁ କେହି ଅନୁତାପ କରିପାରୁ ନାହୁଁ। ଆଖି ଥାଇ କଣା ସରବେ ହୋଇବେ କିଏ ବା କାହୁଁ ଜାଣିବ, କିଏ ଏ କଥା ଜାଣୁଛି। ଚେତୁଆ ବକତ ଚେତନାରେ ଥିବେ ଦିନ ଅନୁସରି କହି, ଜାଣିବୁ ବିପତ୍ତି ସଂସାରେ ପଡ଼ିବ ମଇ ହେବ ହତଶ୍ରୀ। ଚେତୁଆ ବକତ ଚେତନାରେ ଥିବେ ଦିନ କରି ଅନୁସରି। ବର୍ତ୍ତମାନ ଯୋଉ ଖରା ହଉଛି ଭୂସ୍ବରବଣ ଦେଖାଯାଉନି, କିନ୍ତୁ ଆମେ କେହି ଜଣେ ରବିର କିରଣ ହୋଇବ ପ୍ରଖର, ଜୋରିଆ ହଉନି। ଧୂମ୍ରବନ ଦିଶୁଥିବ, ଧୂମ୍ରବନ ଦେଖାଯାଉଛି। ଆଖି ଥାଇ କଣା ସରବେ ହୋଇବେ କିଏ ବା କାହୁ ଜାଣିବ, ଘଟି ଯାଇଛି ଘଟୁଛି। ଚେତୁଆ ଭକତ ଚେତନାରେ ଥିବେ ଦିନ ଅନୁସରି କରି, ଯୋଉମାନେ ଚେତୁଆ ଭକ୍ତ ମାନେ ସେ ସବୁ ଦେଖୁଥିବେ ନା ନା ଶାସ୍ତ୍ର ଯାହା କହିଛି ତା ଠିକ ହଉଛି, କିନ୍ତୁ କିଛି କହିପାରୁନଥିବେ। ଅନୁସରି କରି ମାନେ ଚୁପ ହେଇକି ରହିକି ସମୟକୁ ଅପେକ୍ଷା କରିଥିବେ। ଜାଣିବୁ ବିପତ୍ତି ସଂସାରେ ପଡ଼ିବ ମଇ ହେବ ହତଶ୍ରୀ। ରାମ ଯେତେବେଳେ ଏଇ ଘଟଣା ସବୁ ଦେଖିବୁ, ଲକ୍ଷଣ ଦେଖିବୁ, ଜାଣିବୁ ଜଗତକୁ ବିପଦ ମାଡ଼ି ଆସୁଛି। ଏଇ ଯୋଉ ଘଟଣା ଗୁଡ଼ିକ ମହାପୁରୁଷ ଲେଖିଛନ୍ତି, କେବଳ ପଞ୍ଚସଖା ନୁହେଁ, ଉତ୍କଳରେ ଅନେକ ସାଧୁ ସନ୍ଥ ମାନେ ଆସିଛନ୍ତି, ସିଦ୍ଧ ପୁରୁଷ ମାନେ, ସେ ଯୋଉ ଲେଖା ଲେଖିଛନ୍ତି ତା କଲମ କରିଯାଇଛନ୍ତି, ତା ଅକ୍ଷରେ ଅକ୍ଷରେ ସତ୍ୟତା, ସେ କେବେ ମିଥ୍ୟା ନୁହଁ। ସେଥିପାଇଁ ସମୟ ବଳବାନ, ସମୟକୁ ଅପେକ୍ଷା କର। ନିଶ୍ଚିନ୍ତ ଯଦି ଆମେ ମାନେ ବଞ୍ଚିକି ରହିଥିବା ଆଖିରେ ଦେଖିବା, ଯାହା ହଉ ସେ ପ୍ରଭୁଙ୍କ ସହ ଇଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦେ କବା।